ସକାଳୁ ଉଠି ମୁଁ ଚାଲିଗଲି ବାଲିଯାତ୍ରା ଯିବା ପାଇଁ। ଯେତେବେଳେ କଣ୍ଡକ୍ଟର ମୋତେ ଝରକା ପାଖ ସିଟ୍ ଦେଇଦେଲା ମୋ ଖୁସି କହିଲେ ନ ସରେ। ମୋତେ ଖାଇବା ନଷ୍ଟ କରିବା ଟୋଟାଲି ପସନ୍ଦ ନୁହଁ। ଆଜି କିନ୍ତୁ ଗୋଟେ ହୋଟେଲରେ ଆମେ ଅଧିକ ଅର୍ଡ଼ର କରିଦେଇଥିଲୁ, ଜାଣିପାରିନଥିଲୁ, ହେଲେ ଆମେ ଖାଇପାରିଲୁନି। ମୁଁ ତ କହିଲି ପାର୍ସଲ୍ କରିଦେବା, ମୋ ସାଙ୍ଗମାନେ କହିଲେ ନା ନା ଖରାପ ଲାଗିବ। ହେଲେ ସେଠି ଜଣେ ଦେବଦୂତ ସାଜିକି ଆଜି ଷ୍ଟାଫ୍ ଜଣେ କହିଲେ ପାର୍ସଲ୍ କରିଦେବି, ଆଉ ମୁଁ ବି ନେଇକି ଆସିଲି। ମୁଁ ଖୁସି ମାନେ ଅଲଗା ପ୍ରକାର ଖୁସି। ପାର୍ସଲ୍ ହେଇପାରିବ ଯଦି ଜାଣିଥାନ୍ତି ପନିର ବଟର ମସଲା ମରି ପଡ଼ିକି ଖାଇନଥାନ୍ତି, ସେଟା ବି ପାର୍ସଲ୍ କରିକି ନେଇଯାଇଥାନ୍ତି। ସେଇଟା ରିଗ୍ରେଟ୍ ଫିଲ୍ ହେଉଛି। ଛାଡ଼, ଯାହା ହେବା କଥା ହେଇଗଲା। ଆମେ ଏବେ ଚାଲିଲୁ ବାଲିଯାତ୍ରା ବୁଲିବା ପାଇଁ। ସେଠି ବହେ ବୁଲିଲୁ, ମସ୍ତି କଲୁ। ଏଠି କ'ଣ ମୁଁ ଗୋଟେ ଡୁଙ୍ଗୁ ଡୁଙ୍ଗୁ କ'ଣ କରୁଛି ମୁଁ ବି ନିଜେ ଜାଣିନି। ଗାଇଜ୍, ଆପଣ ଦେଖି ଭାବୁଥିବେ ମୁଁ ଡରୁନି, ହେଲେ ମୋ ମନ ଭିତରେ ମୁଁ ଡରୁଛି। ମୁଁ ଡରୁଛି, ହେଲେ ମୁଁ ଆପଣମାନଙ୍କୁ ଦେଖାଉନାହିଁ କେତେ ଡରୁଛି। ଏଠି ମୁଁ ବାଲିଯାତ୍ରାରେ ଛୁଆଙ୍କ ଖେଳନା ବିକ୍ରି କରୁଛି। ଆପଣ ଯଦି ନେବାକୁ ଚାହୁଁଛନ୍ତି ଆପଣ ଛୁଆଙ୍କୁ ନେଇକି ଆସନ୍ତୁ।